ପବିତ୍ର ଜାଗର ଆଜି ପ୍ରତିଟି ଶ୍ରଦ୍ଧାଳୁ ଚାହେଁ ସେ ଶୁଦ୍ଧପୂତ ଚିତ୍ତରେ ଦେବଦେବ ମହାଦେବଙ୍କ ନିକଟରେ ଦୀପଟିଏ ଜାଳିବ। ସ୍ୱଚକ୍ଷୁରେ ମହାଦୀପ ଉଠିବାର ଦେଖିବ। ଭାବ ଭକ୍ତିରେ ତାଙ୍କ ଚରଣ ତଳେ ମୁଣ୍ଡିଆ ମାରିବ। ଶିବଙ୍କ କୃପାରୁ ତାର ସମସ୍ତ ଦୁଃଖ ଦୂର ହେଇଯିବ। ଜାଗର ହିନ୍ଦୁମାନଙ୍କର ଏକ ମହାନ ପର୍ବ। ସଞ୍ଜ ନଇଁବା ଆଗରୁ ଶ୍ରଦ୍ଧାଳୁମାନେ ମନ୍ଦିରକୁ ଯାଇ ଦୀପ ଜାଳି ଶିବଙ୍କୁ ସ୍ମରଣ କରନ୍ତି। ମହାଦୀପ ଉଠିବା ପର୍ଯ୍ୟନ୍ତ ବସି ରହିଥାନ୍ତି। ଏଇ ଭାବମୟ ପରିବେଶ ଜନଗଣଙ୍କୁ ଶିବ ଭକ୍ତିରେ ଯୋଡ଼ିଦିଏ। କବିଟିଏ ଶିବଙ୍କ ଚରଣ ତଳେ ମୁଣ୍ଡିଆ ମାରି ଯେବେ ଫେରେ ଭାବପ୍ରବଣ ହେଇ ଏକ ଦିବ୍ୟ ଦୃଶ୍ୟକୁ ତା କବିତାରେ ବାନ୍ଧି ପକାଏ। ଆସନ୍ତୁ ଜାଣିବା କବି ଶରତ କୁମାର ଦାସ ମହାଶିବରାତ୍ରିକୁ କେମିତି ରଙ୍ଗରୂପ ଦେଇଛନ୍ତି ତାଙ୍କ କବିତାରେ। କବିତାର ଶୀର୍ଷକ ମହାଶିବରାତ୍ରି ଆଜି। ମନ ମୋର ଯେବେ ବିଚଳିତ ହୁଏ, ଆଖିକୁ ସବୁ ଦିଶେ ଅନ୍ଧାର, ତୁମକୁ ମୁଁ ଡାକେ ଅଧୀରେ। ମୋ ଡାକ ଶୁଣି ତୁମେ ଥୟ ଧରି ରହିପାର ନାହିଁ। ତୁମ ପାଦ ଶବ୍ଦ ମୋ କାନକୁ ଶୁଭେ। ମୁଁ ନିଶ୍ଚିତ ହେଇଯାଏ ମୋ କଷ୍ଟ ପୀଡ଼ା ବିପତ୍ତି କ୍ଷଣକରେ ଉଭେଇ ଯିବ। ମୁଁ ନବପୁଲକରେ ତୁମରି ଆରାଧନା କରିବି। ହେ ଶ୍ରୀ ଲୋକନାଥ, ତୁମେ ଯୁଗେ ଯୁଗେ ପ୍ରଳୟରୁ ଏ ସଂସାରକୁ ରକ୍ଷା କରିଛ। ପାପର ଗରଳ ପିଇ ପୁଣ୍ୟର ଗଙ୍ଗା ବୁହାଇଛ। ତୁମ ମହାନ ପର୍ବ ମହାଶିବରାତ୍ରି ଆଜି ଶ୍ରଦ୍ଧାଳୁ ଦୀପ ଜାଳି ଭକ୍ତିପୂତ ମନରେ କୁସୁମ ଆଞ୍ଜୁଳାରେ ତୁମକୁ ସ୍ମରଣ କରୁଛନ୍ତି। ମହାଦୀପ ଉଠିବ। ଓମ୍ ନମୋ ଶିବାୟ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହେବ। ଆଲୋକର ପ୍ରଶସ୍ତ ରାସ୍ତାଟିଏ ଦିଶିଯିବ ଅତି ନିକଟରୁ। ସତ୍ୟ ଧର୍ମର ହେବ ବିଜୟ। ହେ ଧବଳେଶ୍ୱର, ତୁମ ପାଖରେ ମୋର ଏତିକି ମିନତି, ତୁମ କରୁଣା ଏ ଜୀବ ଜଗତ ପାଇଁ ସଦା ରହିଥାଉ। ସମ୍ପର୍କର ଶକ୍ତ ଡୋରିଟିଏ ବାନ୍ଧି ରଖିଥାଉ ଜନଗଣକୁ ଏକତାର ମନ୍ତ୍ରରେ। ରାତି ପରେ ସୁନ୍ଦର ସକାଳଟିଏ ଓହ୍ଲେଇ ଆସୁ ମାଟିକୁ, ତୁମ ମହିମା ଊର୍ଦ୍ଧ୍ୱଗାମୀ ହେଉ। ହେ ଲିଙ୍ଗରାଜ, ଚେତନାରେ ଅବଚେତନାରେ ମୁଁ ତୁମକୁ ଦେଖେ। ତୁଣ୍ଡ ଗାଉଥାଉ ତୁମ ନାମ, ତୁମ ପ୍ରଦର୍ଶିତ ମାର୍ଗରେ ମୁଁ ନିରନ୍ତର ଚାଲୁଥାଏ। କେତେ ସୁନ୍ଦର କବିତାଟି ଏ ମହାଶିବରାତ୍ରି ଉପଲକ୍ଷେ କବି ଲେଖିଛନ୍ତି। ଆପଣମାନଙ୍କୁ ନିଶ୍ଚିତ ପସନ୍ଦ ହେଇଥିବ ବୋଲି ମୋର ବିଶ୍ୱାସ। ତ ଯେତେବେଳେ ଭଲ ଲାଗିଛି ତ ଲାଇକ୍ ଟିକେ କରି ଆମକୁ ପ୍ରୋତ୍ସାହନ କରନ୍ତୁ, ଆମକୁ ଖୁସି ଲାଗିବ। ତା ସହିତ ଅନ୍ୟମାନଙ୍କ ସହିତ ଭିଡ଼ିଓକୁ ସେୟାର କରନ୍ତୁ। ଚ୍ୟାନେଲକୁ ପ୍ଲିଜ୍ ସବସ୍କ୍ରାଇବ୍ କରି ବେଲକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାନ୍ତୁ। ତାହେଲେ ଯଦି କିଛି ଦୋଷ ତ୍ରୁଟି ରହିଗଲା କ୍ଷମା କରିବେ। ଆସିବି ଆଉ ଏକ କବିତା ନେଇ ଆସନ୍ତା ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି। ନମସ୍କାର।